ସାଙ୍ଗମାନେ ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟାରେ ସାଙ୍ଗମାନେ ଆପଣମାନଙ୍କ ମନୋରଞ୍ଜନ ପାଇଁ ଭାଇ ଭାଉଜ ଆସିଗଲେ। ମଜାଦାର ସୁନ୍ଦର ଟଗଧମାଲ ପ୍ରଶ୍ନ ନେଇ ସାଙ୍ଗମାନେ ଆପଣମାନେ ରେଡ଼ି ହେଇଯାଆନ୍ତୁ। ଢଗଧମାଲ ପ୍ରଶ୍ନର ଉତ୍ତରଟି ଦେବା ପାଇଁ ମୁଁ ଆଜି ପ୍ରଶ୍ନର ଉତ୍ତର ଦେବି ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସ ଖୋଲା ରଖିଛୁ। ଭାଉଜ ଆଜି ବହୁତ ଖୁସି ଅଛନ୍ତି ଆଉ ଢଗଧମାଲ ପ୍ରଶ୍ନ ବହୁତ ମଜା ଅଛି। ସାଙ୍ଗମାନେ ତମେ ପଇସା ଦେଲେ ଖୁସି। ହଁ ମୁଁ ପଇସା ଦେବି। 5 ଟଙ୍କା ଦବ। ହଉ ଦେବି ଦେବି ଦେବି। ମାନେ 1000 ଟଙ୍କା ନୁହଁ, 5 ଟଙ୍କା ମୋର ଅଲଗା ଖର୍ଚ୍ଚ। ଭାଉଜଙ୍କୁ 500 ଟଙ୍କା ଆଜି ଖର୍ଚ୍ଚ ଦେଲେ ଖୁସି ହେବେ। ହଉ ଦେଖାଯାଉ ଦବା ଆଉ। ତାହେଲେ ସାଙ୍ଗମାନେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ସବସ୍କ୍ରାଇବ କରିଦିଅନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ସାଙ୍ଗମାନେ କେବେ ହେଲେ ଭୁଲିବେ ନାହିଁ ସବସ୍କ୍ରାଇବ୍ କରିବା ପାଇଁ, କାରଣ ସବସ୍କ୍ରାଇବ୍ କଲେ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନଟି ପହଞ୍ଚିବ। ତାହେଲେ ସାଙ୍ଗମାନେ ସମୟ ହେଇଗଲାଣି, ପଚାରିଦେବା ଭାଉଜଙ୍କୁ ଆଜିର ମଜାଦାର ଢଗଧମାଲ ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଦେଖନ୍ତୁ ଏବଂ କମେଣ୍ଟ ବକ୍ସରେ ଉତ୍ତରଟି ଲେଖି ଦିଅନ୍ତୁ। ପ୍ରଥମ ଢଗ ପ୍ରଶ୍ନଟି ରହିଲା ଭାଉଜଙ୍କୁ। ଆସ ଆମେ ଦେଖିନେବା ଭାଉଜ ଆମର ସାଙ୍ଗମାନେ ପ୍ରଶ୍ନ ରହିଲା ଆପଣମାନଙ୍କୁ। ଜୀବନ ଅଛି ଚାଲି ନପାରେ, ଉଠେଇ ସିନା ଡେଇଁ ନପାରେ, ଏମିତି ଜୀବ ସିଏ ଭୂଇଁର ଚିଜ ମାଟିରୁ ଟାଣି ଆକାଶ ଛାଡ଼ି ଦିଏ। ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି ଶୁଣିବା। ଆପଣମାନେ କମେଣ୍ଟରେ ଦେବେ ଭାଉଜଙ୍କୁ କହିବା କଥା, କିନ୍ତୁ ସାଙ୍ଗମାନେ ଆପଣମାନେ ଦିଅନ୍ତୁ। ଭାଉଜ ଆମର କ'ଣ କିଛି କୁହ। କରିଦେଉଛି, ସେଟା ହେଲା ଗଛ। ଗଛ। ସାଙ୍ଗମାନେ ଭାଉଜ କହୁଛନ୍ତି କ'ଣ ଗଛ। ଏଇଟା କ'ଣ ରାଇଟ୍ ଆନ୍ସର? ଆପଣମାନେ ଜୀବନ ଅଛି ଚାଲି ନପାରେ, ଉଠେଇ ସିନା ଡେଇଁ ନପାରେ, ଏମିତି ଜୀବ ସିଏ ଭୂଇଁର ଚିଜ ମାଟିରୁ ଟାଣି ଆକାଶ ଛାଡ଼ି ଦିଏ। ଗଛ ଯୋଉ ବଢିବ ଆକାଶ ମାନେ ବହୁତ ଉଚ୍ଚା ହବ। ଜୀବନ ସାଙ୍ଗମାନେ ଅଛି। ଆପଣମାନେ ଏ ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ଭାଉଜଙ୍କ କଥାରେ ଏକମତ ହୁଅନ୍ତି ତାହେଲେ ଗଛ ଲେଖିପାରନ୍ତି, ନହେଲେ ସାଙ୍ଗମାନେ ଆପଣମାନେ ଚିନ୍ତା କରନ୍ତୁ। ଏହାର ଉତ୍ତର ଅନେକ କିଛି ଅଛି, ଆପଣମାନେ ବାହାର କରନ୍ତୁ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆମେ ଡେଲି ଅପଲୋଡ଼ କରୁଛୁ ସୁନ୍ଦର ସୁନ୍ଦର ମଜାଦାର ଢଗଧମାଲ ପ୍ରଶ୍ନ। ଏଥିରେ କିଛି ଶିଖିବା, ଜାଣିବା ଏବଂ ଭିଡ଼ିଓଟିକୁ ସାଙ୍ଗସାଥି ପରିଜନଙ୍କ ପାଖକୁ ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଦେଖିବେ। ତାହେଲେ ସାଙ୍ଗମାନେ କିନ୍ତୁ ଏତିକି ରିକ୍ୱେଷ୍ଟ, ସବସ୍କ୍ରାଇବ୍ କରିନିଅନ୍ତୁ। ସବସ୍କ୍ରାଇବ୍ କରି ଅଲ୍ ବଟନ୍ଟିକୁ ଆପଣମାନେ ଅନ୍ କରିଦିଅନ୍ତୁ, ତାହେଲେ ୟୁଟ୍ୟୁବ୍ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ଆମ ଭିଡ଼ିଓଟିକୁ ପଠାଇଦେବେ। ଆପଣମାନେ ନୋଟିଫିକେସନ୍ ଆକାରରେ ଦେଖିବାକୁ ପାଇବେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଆସ ଆମେ ଚାଲିଯିବା ସେଇ ସେକେଣ୍ଡ ଢଗଧମାଲ ପ୍ରଶ୍ନକୁ। ଦେଖାଯାଉ ସାଙ୍ଗମାନେ ଭାଉଜଙ୍କ କଥାରେ କେତେ କମେଣ୍ଟ ଆସୁଛି, ଭାଉଜ ଠିକ୍ କହିଛନ୍ତି କି ନାହିଁ। ଆପଣମାନେ ଯାହା ଜାଣିଛନ୍ତି କମେଣ୍ଟରେ ଲେଖି ଦିଅନ୍ତୁ। ନା କ'ଣ କହୁଛ? ଆଉ କ'ଣ କୁହ? ତମେ ତ କହିଦେଲ ଉତ୍ତର ନା କ'ଣ? ଆଉ ନା କ'ଣ? ଉତ୍ତରଟା ମୁଁ ଆଜି କହିଦେଲି, ମୁଁ ଜାଣିକି କହିଛି। ମୁଁ ଜାଣିକି କହିଛି। ହଁ ସାଙ୍ଗମାନେ ଭାବୁଥିବେ ଭାଉଜ କିଛି ଜାଣିନାହାନ୍ତି, ମିଛରେ ବୋଧେ କହୁଛନ୍ତି। ହଁ ମୁଁ ସେବେ ଆଜି କହିଦେଲି। ଆଉ ଗୋଟେ ପ୍ରଶ୍ନ ଉତ୍ତର ଦେଇଦେଲି, ହଁ ଆଉ ଗୋଟେ ପ୍ରଶ୍ନ ଉତ୍ତର ଦେବି ନାହିଁ। ଦେବ ନାହିଁ। ତମେ ଆଉ ଗୋଟେ ପ୍ରଶ୍ନ ପଚାରିବ, ହେଲେ ମୁଁ ଜାଣିଥିଲେ ବି ଉତ୍ତର ଦେବି। ଦେବ ନାହିଁ, ଭାଉଜ ଦେବେ ନା ସାଙ୍ଗମାନେ ଦେବେ? ସାଙ୍ଗମାନେ ଭାଉଜ ଆମର ଏ ଯେଉଁ ପ୍ରଶ୍ନଟି ହେବ, ଏ ପ୍ରଶ୍ନର ଉତ୍ତରଟି ଆଉ ଦେବେ ନାହିଁ, ଆପଣମାନେ କମେଣ୍ଟରେ ଦେବେ। କିନ୍ତୁ ଭାଉଜ ଭାବୁଛନ୍ତି ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, ଠିକ୍ କହିଛନ୍ତି ବୋଲି। ଆପଣମାନେ ଯଦି ଏକମତ ହୁଅନ୍ତି ଭାଉଜଙ୍କ କଥାରେ ତାହେଲେ ଲେଖିଦିଅ। ମୁଁ ତ କହୁନି ଯେ ମୁଁ ସାଙ୍ଗମାନେ ପୁଣି ଭାଉଜଙ୍କ ପାଖକୁ ଟିକେ ଚାଲିଯିବା। ଭାଉଜ ଆମର ଯୋଉଟା ମତେ ଆସିଲା ମୁଁ ସେଇଟା କହିଲି, ଆଉ ଯୋଉଟା ନ ଆସିବ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ ହଁ
ଲାଗୁଛି ହାଇ ଉପରେ ହାଇ ହେଉଛି କାହିଁକି ନା ନିଦ ଆସୁଛି ଭାଉଜଙ୍କୁ ସାଙ୍ଗମାନେ, ଭାଉଜଙ୍କୁ ବହୁତ ନିଦ ଆସୁଛି। ତାହେଲେ ସାଙ୍ଗମାନେ ଆସ ଆମେ ଚାଲିଯିବା ସେଇ ସେକେଣ୍ଡ ଢଗ ପ୍ରଶ୍ନକୁ। କିନ୍ତୁ ସେକେଣ୍ଡ ଢଗ ପ୍ରଶ୍ନଟି ବହୁତ ମଜା ଅଛି, ଆପଣମାନେ ଉତ୍ତରଟି ଲେଖିଦିଅନ୍ତୁ କାରଣ ଭାଉଜ ଆଉ କହିବେନି ଆଗରୁ ହାତ ଉଠେଇ ଦେଇ ସାରିଲିଣି। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି ହେଲା, ଦେଖାଯାଉ ଭାଉଜଙ୍କୁ। ହଁ ଭିଡ଼ିଓ ମୁଁ କରୁଛି ପରା। ଆଉ ହଁ 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 ତୁ କହିଦେଇନୁ ନମସ୍କାର ଜୟ ଜଗନ୍ନାଥ କହିନୁ? ହଁ କହିଦେଉନୁ ଆଉ ଟିକେ କହିଦେଉନୁ ନମସ୍କାର। କ'ଣ କହିବୁ? ମୋ ପୁଅ ଭିଡ଼ିଓ କରିଥାନ୍ତା ଆମ ସହିତ କିନ୍ତୁ ଆପଣମାନେ ଦେଖିଥାନ୍ତେ, ସେଥିପାଇଁ ଦୀପ ଯୋଉ ଆମର ଭିଡ଼ିଓ ଆମର ବନଉନଥିଲା ସେ ବନେଇଛି, ତମେ କାହିଁ ଆଉ ବନଉଛ? ଓହୋ ଆଜି ମୋ ପୁଅ ବନେଇଥିଲା ଭିଡ଼ିଓଟି। କିନ୍ତୁ ବାବା ତୁ କହିଦେଉନୁ କ'ଣ ପ୍ରଥମେ କହିବୁ? ହଁ ଆଉଟା ହେବ, ଏଇଟା କହିସାରେ ଆଉଟା କରିବା। ତାହେଲେ ସେକେଣ୍ଡ ପ୍ରଶ୍ନ ସାଙ୍ଗମାନେ, ଆପଣମାନେ ଆମ କୁନି ପୁଅଟି ଟିକେ ବ୍ୟସ୍ତ କରିଦେଲା ଆପଣମାନଙ୍କୁ। ଦେଖନ୍ତୁ ସାଙ୍ଗମାନେ, ସିଏ ବି ଭିଡ଼ିଓ କରିବ କହୁଛି। ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ହେଲା ଭାଉଜଙ୍କୁ। କହିଲେ ଦେଖି, ହଁ ଶୁଣ ଭଲକି ଶୁଣ। ଆଇ ଗଣିକି ବାଇ ଗଣିଟା, ଗାଈ ଗୋରୁ ନୁହେଁ ଶିଙ୍ଗ ଦୁଇଟା, ମଣିଷ ନୁହଁ ଚାଲଇ ବାଟ, ଛୁଇଁ ଦେଲେ କ'ଣ କିଳି ଦିଏ କବାଟ। ମାନେ କିଳି ଦିଏ କବାଟ, ସେଇଟା କ'ଣ ହୋଇପାରେ ସାଙ୍ଗମାନେ? ବାଏ। ଯାହା ହଉ କୁନି ପୁଅଟି ପଳେଇଲା, ଆପଣମାନଙ୍କୁ ଡିଷ୍ଟର୍ବ କରିଦେଇଥିବ। ଆପଣମାନେ ଭଲ ଭାବରେ ଆଉ ଥରେ ଶୁଣି ନିଅନ୍ତୁ। ଆଇ ଗଣିକି ବାଇ ଗଣିଟା, ବୁଝିପାରିଲ? ଆଇ ଗଣିକି ବାଇ ଗଣିଟା, ଗାଈ ଗୋରୁ ନୁହେଁ ଶିଙ୍ଗ ଦୁଇଟା, ମଣିଷ ନୁହଁ ଚାଲଇ ବାଟ, ଛୁଇଁ ଦେଲେ କିଳି ଦିଏ କବାଟ। ସାଙ୍ଗମାନେ ତାହା କ'ଣ? ଭାଉଜ ଆମର କ'ଣ କହିବେ ଦେଖାଯାଉ। କହିବେନି? ଭାଉଜଙ୍କୁ ଜଣା ନାହିଁ। ସାଙ୍ଗମାନେ ଭାଉଜ କହୁଛନ୍ତି ଏ ପ୍ରଶ୍ନର ଉତ୍ତରଟି ଦେଇପାରିବେନି। ଆପଣମାନେ କମେଣ୍ଟ ଦେବେ କାରଣ ଆଗରୁ ଭାଉଜ ହାତ ଉଠେଇ ଦେଇଛନ୍ତି, ଆପଣମାନେ ଦେଖିଥିବେ। ସାଙ୍ଗମାନେ ପ୍ରଶ୍ନଟି ଆଉ ଥରେ କହିଦେଉଛି, ଆପଣମାନେ ଭଲ ଭାବରେ ଧ୍ୟାନ ଦେଇ ଶୁଣି ନିଅନ୍ତୁ। ସାଙ୍ଗମାନେ ବସ୍, ହଁ ତୁ କହୁନୁ, ହେଇ ଦେଖେ ହେ ପ୍ରଶ୍ନ ଶୁଣ ଉତ୍ତର ଦେବୁ କହ। ଆଇ ଗଣିକି ବାଇ ଗଣିଟା, ଗାଈ ଗୋରୁ ନୁହେଁ ଶିଙ୍ଗ ଦୁଇଟା, ମଣିଷ ନୁହଁ ଚାଲଇ ବାଟ, ଛୁଇଁ ଦେଲେ କିଳି ଦିଏ କବାଟ। ସାଙ୍ଗମାନେ ଆପଣମାନେ ଭଲ ଭାବରେ ବୁଝିପାରିଥିବେ। ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମକୁ ଅନେକ କିଛି ସପୋର୍ଟ ଦେଇଛନ୍ତି। ଆପଣଙ୍କ ସପୋର୍ଟ ଯୋଗୁଁ ଆମେ ଏପର୍ଯ୍ୟନ୍ତ ପହଞ୍ଚି ସାରିଛୁ। ମୋତେ ସାହାଯ୍ୟ କରନ୍ତୁ, ଭାଉଜ ଆମର ସାହାଯ୍ୟ କାହିଁକିନା ମୁଁ କରୁଛନ୍ତି। ଏ ପ୍ରଶ୍ନର ଉତ୍ତରଟା ଜାଣିନି। ପ୍ଲିଜ୍ ଯେଉଁ ସାଙ୍ଗମାନେ ଜାଣିଛ ଏ ପ୍ରଶ୍ନର ଉତ୍ତରଟା ଲେଖି ଦିଅନ୍ତୁ, ମୁଁ ସେ ପ୍ରଶ୍ନର ଉତ୍ତରଟା ଜାଣିବି। ସାଙ୍ଗମାନେ ଭାଉଜ କହିବା କଥା, ଏ ପ୍ରଶ୍ନର ଉତ୍ତରଟି ତାଙ୍କ ପାଇଁ ଟିକେ କଷ୍ଟ ହୋଇଯାଇଛି, ଯେ କି ଏ ପ୍ରଶ୍ନର ଉତ୍ତରଟି ସେ ଜାଣିପାରୁନାହାନ୍ତି। ଆପଣମାନଙ୍କ ସପୋର୍ଟ ଆମ ପାଇଁ ଲୋଡ଼ା ମନୁଛି, ସେଥିପାଇଁ ଭାଉଜ ଆପଣମାନଙ୍କ ସପୋର୍ଟ ଚାହୁଁଛନ୍ତି। ଆପଣମାନେ କ'ଣ ଭାଉଜଙ୍କୁ ଭଲ ପାଉନାହାନ୍ତି? ସାହାଯ୍ୟ କରିବେ ନାହିଁ? ନିଶ୍ଚିନ୍ତ କରିବେ, ଏ ଭରସା ଭାଉଜଙ୍କର ଆପଣଙ୍କ ପ୍ରତି ଅଛି। ସାଙ୍ଗମାନେ ଆମେ ଜାଣୁ ସାଙ୍ଗମାନେ ଅନେକ ଭିଡ଼ିଓରେ ଆପଣମାନେ କମେଣ୍ଟ ଦେଇଛନ୍ତି, ଭାଉଜ ଠିକ୍ କହିଛନ୍ତି ବୋଲି ଆପଣ ଲେଖୁଛନ୍ତି, ଭାଉଜ ରାଇଟ୍ କହିଛନ୍ତି, ଏଥିପାଇଁ ଆପଣ ଅନେକ କିଛି ଲେଖୁଛନ୍ତି। ଆମେ ଦେଖୁଛୁ ସାଙ୍ଗମାନେ, ଆପଣମାନେ କେଉଁଠୁ କହୁଛନ୍ତି, କେଉଁ ଜାଗାରେ କହୁଛନ୍ତି, ଆପଣମାନେ ଟିକେ କମେଣ୍ଟରେ ଜଣାଇ ଦିଅନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ହସି ହସି କ'ଣ ପେଟ ଦରଜ କରିଦେବା। ସେଇଭଳି ଢଗ ଧମାଲ ପ୍ରଶ୍ନ ଦେଖାଯାଉ ସାଙ୍ଗମାନେ। ବହୁତ ହସ ସାଙ୍ଗମାନେ ଆପଣମାନେ ହଁ ଭାଉଜ 500 ଟଙ୍କା ନେବେ, ଜମା ଭୁଲିବେ ନାହିଁ। କିନ୍ତୁ ସାଙ୍ଗମାନେ ଭାଉଜଙ୍କୁ କ'ଣ ଦେବା 500 ଟଙ୍କା? କାରଣ ଭାଉଜ ବହୁତ କଷ୍ଟ କରୁଛନ୍ତି, ଭିଡ଼ିଓ କରୁଛନ୍ତି, ଆଉ ପଇସା ଆସୁ ତାକୁ ଦେଇଦେବି 500 ଟଙ୍କା। ଆଉ ସାଙ୍ଗମାନେ ଭାଉଜ କହୁଛନ୍ତି ଏବେ ଦରକାର 500 ଟଙ୍କା।
ହଉ ହଉ ଭାଇ ମୁଁ କୁନି ପୁଅକୁ ବି ପଇସା ଦରକାର। ଦେଖନ୍ତୁ ସାଙ୍ଗମାନେ ବହୁତ ମଜା ହେଇଗଲା ଆଜିର ନଗଦ ଧମାଲ ପ୍ରଶ୍ନ। ଆପଣମାନଙ୍କ ସପୋର୍ଟ ଯୋଗୁଁ ଆମେ ଅନେକ ଦୂରରେ ପହଞ୍ଚି ସାରିଛୁ। ଯାହା ହଉ ସାଙ୍ଗମାନେ ଏଇଭଳି ସପୋର୍ଟ କରିଥାଉ ଥାନ୍ତୁ। ଆପଣଙ୍କ ଭଲ ପାଇବା ପ୍ରେମ ଶ୍ରଦ୍ଧା ଯୋଗୁଁ ଆମେ ଅନେକ ଦୂରରେ ପହଞ୍ଚି ଯାଇଛୁ। ତାହେଲେ ସାଙ୍ଗମାନେ ଆଜି ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଏଇଭଳି ମଜାଦାର ଢଙ୍ଗ ପ୍ରଶ୍ନ ଆମେ ଆଣିବୁ ଦେଖିବାର ସୁଯୋଗ ନେବେ। ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ। ନମସ୍କାର।